हेलो फ्रेंड्स, जय जगन्नाथ। गुड मॉर्निंग समस्तଙ୍କୁ। ଏବେ ମୁଁ ସକାଳୁ ଉଠି ପଡ଼ିଛି। ସକାଳୁ ପୁରା ଜୋରରେ ବର୍ଷା ହେଉଛି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି। ଦେଖନ୍ତୁ ଫ୍ରେଣ୍ଡସ୍, ଏଠି ଆମ ବର୍ଷା ହେଇକି ଛାଡ଼ି ଯାଇଛି। ଦେଖ ପୁରା ବିଲରେ ପୁରା ପାଣି ଧରି ଯାଇଛି। ଦେଖନ୍ତୁ ସେଠି ମାମା ପୂଜା କରୁଛନ୍ତି ସକାଳୁ। ଫ୍ରେଣ୍ଡସ୍, ଏବେ ମାମା ଘରେ ପୂଜା କରୁଛନ୍ତି। तो फ्रेंड्स, मामा एबे स्कूल गले रेडी ହେଇକି ମୁଁ ଏବେ ତ କିଛି ବି ହେଇନି ମୋର ଏଯାଏଁ। ମୁଁ ଏବେ ଯିବି ଗାଧେଇବି। ଗାଧେଇ ସାରିକି ଠାକୁରଙ୍କୁ ଟିକେ ପ୍ରଣାମ କରିବି, ତାପରେ ଖାଇବି। ତାପରେ କ'ଣ ହେଉଛି ଆପଣ ସମସ୍ତଙ୍କ ସହ ସେୟାର କରିବି। ଚାଲନ୍ତୁ। ଆକ୍ଚୁଆଲି କାଲିଠୁ ବର୍ଷା ହେଇକି ଆମର ଏଠି ଲାଇନ୍ ନାହିଁ। ତ ଯେତିକି ମୋ ଫୋନ୍ରେ ଏବେ 20% ଚାର୍ଜ ଅଛି, ଯେତିକି ବାଟ ହେବ ମୁଁ ଭିଡ଼ିଓରେ କ୍ୟାପଚର୍ କରିବି, ନହେଲେ ଫୋନ୍ ତ ସୁଇଚ୍ ଅଫ୍ ହିଁ ହେଇଯିବ। ଚାଲନ୍ତୁ। ଫ୍ରେଣ୍ଡସ୍, ମୁଁ ଏବେ ଗାଧେଇକି ପଳେଇ ଆସିଲି। ଗାଧେଇକି ମୁଣ୍ଡଟା ଟିକେ କୁଣ୍ଡେଇ ଦେଉଛି। ଆଉ ଦେଖନ୍ତୁ ମୁଁ ଟିକେ ଫେସ୍ରେ କିଛି ବି ୟୁଜ୍ କରେନି। ପିମ୍ପଲ୍ସ ବାହାରେ ଯେହେତୁ ମୁଁ ଟିକେ ରୋଜ୍ ୱାଟର୍ ମୁଁ ଟିକେ ଫେସ୍ରେ ଲଗାଇ ଦିଏ ଗାଧେଇ ସାରିଲା ପରେ। ତାପରେ ମୁଁ ଯିବି ଟିକେ ଠାକୁରଙ୍କୁ ପ୍ରଣାମ କରିଦେବି। ଯେହେତୁ ଲାଇନ୍ ନାହିଁ ସେଥିପାଇଁ ଟିକେ ପ୍ରୋବ୍ଲେମ୍ ହେଉଛି। ଟିକେ ଫେସ୍ ଟିକେ ମାନେ କଳା ଟାଇପ୍ର ଦେଖାଯାଉଥିବ ଏ ଯେଉଁ କ୍ୟାମେରାଟା। ଲାଇନ୍ ନାହିଁ ନା, ସେଥିପାଇଁ ମୁଁ ଲାଇଟ୍ର ୟୁଜ୍ କରୁଛି। ଯେମିତି ଠାକୁରଙ୍କୁ ପ୍ରଣାମ କରିଦେଲି, ତାପରେ ମୁଁ ଖାଇବି। ଖାଇସାରିକି ଆପଣଙ୍କ ସହ କଥା ହେବି। ତ ଫ୍ରେଣ୍ଡସ୍, ଏବେ ମୁଁ ଖାଇ ଦେଇଛି। ଖାଇସାରିଲା ପରେ ଦେଖନ୍ତୁ ବାହାରେ କ୍ୟାମେରାଟା କେତେ ସୁନ୍ଦର ଆସୁଛି, କାହିଁକିନା ବାହାରେ ଲାଇଟ୍ଟା ଆସୁଛି ନା। ଆଉ ଭିତରେ ରୁମ୍ ଭିତରେ ପୁରା କଳା ଆସୁଛି କ୍ୟାମେରା, ଭଲ ଦେଖାଯାଉନି ବିଲକୁଲ। ତ ଫ୍ରେଣ୍ଡସ୍, ମୁଁ ଏବେ ବ୍ଲଗିଂ କରିପାରିବିନି କାହିଁକିନା ମୋ ଫୋନ୍ରେ ଏବେ 3% ଚାର୍ଜ। ତ ଚାର୍ଜ ବସେଇ ସାରିଲେ, ଚାର୍ଜ ହେଇସାରିଲେ ହେବ ଯଦି ବ୍ଲଗିଂ କରିବି। ଫ୍ରେଣ୍ଡସ୍, ଏବେ ଟାଇମ୍ ହେଲାଣି 1:30 ବାଜିଲାଣି। ଏବେ ମାମା ସ୍କୁଲରୁ ଏବେ ଜଷ୍ଟ ଆସିଲେ। ଆଉ ଆସିଲାରୁ ମାମାଙ୍କ ଫୋନ୍ରେ ପୁଣି ଗୋଟେ କଲ୍ ଆସିଲା। ମାମାଙ୍କର ଏବେ କ'ଣ ଗୋଟେ ପାର୍ସଲ୍ ଆସିଛି। କ'ଣ ପାର୍ସଲ୍ ଆସିଛି ଆପଣ ସମସ୍ତଙ୍କୁ ଦେଖେଇବି। ଏବେ ମାମା ରୋଷେଇ କାମରେ ଟିକେ ବ୍ୟସ୍ତ ଅଛନ୍ତି, ସେଥିପାଇଁ ମୁଁ ଯିବି ପାର୍ସଲ୍ ଆଣିବା ପାଇଁ। ତ ଫ୍ରେଣ୍ଡସ୍, ଏବେ ମୁଁ ମାମାଙ୍କର ପାର୍ସଲ୍ ଆଣିବା ପାଇଁ ଯାଉଛି। ପାର୍ସଲ୍ ବାଲା ଆସି ଆମ ଗେଟ୍ ପାଖରେ ଠିଆ ହେଲେଣି। ତ ଫ୍ରେଣ୍ଡସ୍, ଏବେ ମାମାଙ୍କର ପାର୍ସଲ୍ ଆସିଯାଇଛି। ଚାଲନ୍ତୁ ଖୋଲିବା। ମାମାଙ୍କ ପାର୍ସଲ୍ ଭିତରେ ଅଛି ଏଇ ବକ୍ସଟି। ଏ ବକ୍ସରେ ରହିବ। ଫ୍ରେଣ୍ଡସ୍, ଏବେ ଆମର ତରକାରୀ ଅଲରେଡ଼ି ରେଡ଼ି ହେଇସାରିଲାଣି। ଆପଣମାନଙ୍କୁ ଦେଖାଉଛି। ଏଇଟା ହେଉଛି ମାଛ ଦେଇକି ଆଉ ଆମ୍ବୁଲ ଦେଇକି ଗୋଟେ ଖଟା। ଏପଟରେ ମାଛ ତରକାରୀ ହେଉଛି। ମାମା ପାର୍ସଲ୍ ପାଇକି କେତେ ଖୁସି କୁହନି। ତ ଫ୍ରେଣ୍ଡସ୍, ଏବେ ମୁଁ ଖାଇବା ପାଇଁ ବସି ହେଇଛି। ଦେଖନ୍ତୁ ଆମର କ'ଣ ସବୁ ଆଇଟମ୍ ହେଇଛି। ଏବେ ଆମର ଖାଇବା ସରିଯାଇଛି। ଏବେ ମୁଁ ଖାଇସାରିକି ଶୋଇବା ପାଇଁ ଆସିଛି। ତ ଏବେ ଟିକେ ମୁଁ ରେଷ୍ଟ ନେବି। ଆଉ କିଛି ଅଧିକ ଭିଡ଼ିଓ ନକରି ମୁଁ ଭିଡ଼ିଓଟିକୁ ଏଇଠି ଏଣ୍ଡ୍ କରିବା ପାଇଁ ଚାହିଁବି। ରହିଲି। ଜୟ ଜଗନ୍ନାଥ।